ମୋର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ଶୁଭ ସକାଳ ଏବଂ ଆଶା କରୁଛି ଆପଣମାନଙ୍କର ପରିବାର ମଧ୍ୟ ଭଲରେ ରହିଥାନ୍ତୁ। ଏତିକି ଜୟ ଜଗନ୍ନାଥ, ଏତିକି ଭଗବାନଙ୍କ ନିକଟରେ କରୁଣା ଏବଂ ଦେଖୁଥିବା ସେ ସାର୍ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସମସ୍ତ ଗୁରୁଜନ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଭିଭାବକମାନଙ୍କୁ ମଧ୍ୟ ଶୁଭ ସକାଳ। ତେଣୁ ଆମେ ପଢ଼ୁଥିଲୁ ଦ୍ୱିତୀୟ ବର୍ଷର କମ୍ପଲସରୀ ସବଜେକ୍ଟ ଓଡ଼ିଆ ବା ଏମାଇଲ୍ ଏବଂ ଏଠାରେ ଥିବା ସମସ୍ତ ବିଷୟ ପଦ୍ୟ ବିଭାଗ, ଗଦ୍ୟ ବିଭାଗ ଗୁଡ଼ିକୁ ମୁଁ ଆଲୋଚନା କରିଦେଇଛି। ଆଜି ପଢ଼ିବା ଆମେ ତାଙ୍କର ଯେଉଁ ରହିଛି ଗଳ୍ପ ବିଭାଗ। ତେଣୁ ଗଳ୍ପ ବିଭାଗରେ ତାଙ୍କର 4ଟି ଯେଉଁ ଗଳ୍ପ ରହିଛି, ଆଜି ସେଗୁଡ଼ିକୁ ଆମେ ଆଲୋଚନା କରିଦେବୁ। ତେଣୁ ଏହି ଭିଡ଼ିଓ ଗୁଡ଼ିକ ହେଉଛି କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଭିଡ଼ିଓ ଗୁଡ଼ିକୁ ଉପଲବ୍ଧ। ତେଣୁ ଏହାର ଯେଉଁ ଯେତେବେଳେ ମୁଁ କ'ଣ କରିବି ନା ଏ ବିଷୟଟିକୁ ଆଜି ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିଦେବି, ସେତେବେଳକୁ ଏହାର ଯେଉଁ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ରହିଛି ତାର ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ମଧ୍ୟ ମୁଁ ଆଲୋଚନା କରିଦେବି। ତେଣୁ ଆଜିର ଯେଉଁ ବିଷୟ ରହିଛି ତାଙ୍କର ଗଳ୍ପ, ତେଣୁ ସେ ଗଳ୍ପଟି ହେଉଛି ସଭ୍ୟ ଜମିଦାର। ସଭ୍ୟ ଜମିଦାର ଏବଂ ଲେଖକ ହେଉଛନ୍ତି ଫକୀରମୋହନ ସେନାପତି। ତେଣୁ ଫକୀରମୋହନ ସେନାପତି ରହିଛି ନା ଫକୀରମୋହନ ସେନାପତିଙ୍କର ଯେଉଁ ଗଳ୍ପଟିର ନାମ ହେଉଛି ସଭ୍ୟ ଜମିଦାର। ତେଣୁ ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ମୁଁ କ'ଣ କରିବି ନା ଏହି ସଭ୍ୟ ଜମିଦାର ବିଷୟଟିକୁ ଆଲୋଚନା କରି ଦେବି। ଏବଂ ତେଣୁ ଦେଖ ପିଲାମାନେ, ଯଦି ଭିଡ଼ିଓଟିରେ ଆପଣମାନେ ଗଳ୍ପଟିକୁ ନ ବୁଝିପାରୁଛନ୍ତି, ତେବେ ଆପଣ ଥରେ ଦୁଇଥର କରି କ'ଣ କରନ୍ତୁ ନା ଭିଡ଼ିଓଟିକୁ ଦେଖନ୍ତୁ, ଯାହାଫଳରେ ତୁମେ ନିହାତି ସମ୍ୟକ ଭାବରେ ବା ନିହାତି ତୁମେ ଜ୍ଞାନ ଆହରଣ କରିପାରିବ ବୋଲି ମୋରି ଆଶା। ତେଣୁ ଦେଖ ପିଲାମାନେ, ମୁଁ ପ୍ରଥମେ କ'ଣ କରିବି ନା ପ୍ରଥମେ ଫକୀରମୋହନ ସେନାପତିଙ୍କର ପରିଚୟ କରିଦେବି ଏବଂ ତାପରେ ତା'ର ରହିଥିବ ସୃଷ୍ଟି ସମ୍ଭାର ଆଲୋଚନା କରିଦେବି। ତାପରେ ଆଜି ଆମେ ଯେଉଁ ପଢ଼ିବା ଯେଉଁ ବିଷୟ ରହିଛି ସଭ୍ୟ ଜମିଦାର ଗଳ୍ପଟିକୁ ମୁଁ ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ଭାବରେ ଆପଣଙ୍କ ନିକଟରେ ଆଲୋଚନା କରିଦେବି। ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ପରିସମାପ୍ତି ହୋଇଯିବ, ତାହାର ଯେଉଁ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ରହିଛି ତାହା ମଧ୍ୟ ମୁଁ କ'ଣ କରିଦେବି ନା ଆଲୋଚନା କରିଦେବି। ତେଣୁ ପିଲାମାନେ ଆମେ ପ୍ରଥମେ ଚାଲ ଯିବା ଫକୀରମୋହନଙ୍କ ସେନାପତିଙ୍କର ଜୀବନୀ ଉପରେ ବର୍ତ୍ତମାନ ଆମେ ଆଲୋଚନା କରିବା। ତେଣୁ ପିଲାମାନେ ଖାତାପତ୍ର ବାହାର କରି ରେଡ଼ି ହୁଅନ୍ତୁ ଏବଂ ଯେଉଁଠି ଲେଖିବାକୁ କହିବି ସେଠି ଟିକେ ଲେଖନ୍ତୁ, ଯାହାଫଳରେ ପରୀକ୍ଷାରେ ଯେଉଁ ଆସୁଥିବ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ତୁମେ ସହଜରେ ତାହା ଉତ୍ତର ଦେଇପାରିବ। ତେଣୁ ପିଲାମାନେ ଚାଲ ଆଗରେ ଆମେ ଆଜି ବର୍ତ୍ତମାନ ପଢ଼ିବା ନା ହେଉଛି ସଭ୍ୟ ଜମିଦାର। ତେଣୁ ପିଲାମାନେ ଥରେ ତା'ର ଥିଓରିକୁ ନିହାତି ତୁମକୁ କ'ଣ କରିବାକୁ ନା ପଢ଼ିବାକୁ ହେବ, ବା ତୁମେ ଏଇ ଭିଡ଼ିଓରେ ନିହାତି ତୁମେ କ'ଣ କର ନା ବିଷୟଟାକୁ ଥରେ ଦେଖିଦିଅ, ଯାହାଫଳରେ ତୁମେ ନିହାତି କ'ଣ ହେବ ନା ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ତୁମେ ଜାଣିପାରିବ। ତେଣୁ ତୁମର ରହିଛି ଆଜି ଯେଉଁ କମ୍ପଲସରୀ ସବଜେକ୍ଟ ଯେଉଁ ଓଡ଼ିଆ, ସମସ୍ତଙ୍କ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଭିଡ଼ିଓଟି ଯେଉଁ ଦ୍ୱିତୀୟ ବର୍ଷର ଯେଉଁ ରହିଛନ୍ତି ମୋର ଯେଉଁ ସ୍ନେହ ଶ୍ରଦ୍ଧାର ଯେଉଁ ଛାତ୍ରଛାତ୍ରୀମାନେ। ତେଣୁ ତାଙ୍କର ଯେଉଁ ତୃତୀୟ ଏକକରେ ରହିଛି ଯେଉଁ ଗଳ୍ପ ବିଭାଗ ରହିଛି, ଏହି ଗଳ୍ପ ବିଭାଗରେ ତାଙ୍କର 4ଟି ଗଳ୍ପ ରହିଛି। ସେଥିମଧ୍ୟରୁ ଆଜି ଆମେ ଆଲୋଚନା କରିବା ଯେଉଁ ଫକୀରମୋହନ ସେନାପତିଙ୍କର ତାଙ୍କର ଯେଉଁ ଗଳ୍ପଟି ହେଉଛି ନା ସଭ୍ୟ ଜମିଦାର। ତେଣୁ ଚାଲ ପିଲାମାନେ, ମୁଁ ପ୍ରଥମେ କ'ଣ କରିବି ନା ଏହି ଫକୀରମୋହନ ସେନାପତିଙ୍କର ତାଙ୍କର ଜୀବନୀକୁ ମୁଁ ପ୍ରଥମେ ସମ୍ୟକ ଭାବରେ ଜୀବନୀଟିକୁ ଆଲୋଚନା କରିଦେବି। ତାପରେ ତାଙ୍କର ସୃଷ୍ଟି ସମ୍ଭାର, ତାପରେ ଆମେ କ'ଣ କରିବା ନା ମୁଁ ପୂର୍ଣ୍ଣ ଭାବରେ କ'ଣ କରିବି ନା ସଭ୍ୟ ଜମିଦାର ଗଳ୍ପଟିକୁ ମୁଁ ଆପଣମାନଙ୍କ ପାଖକୁ ଶୁଣାଇଦେବି। ଅତି ସହଜ ଅତି ସରଳରେ ମୁଁ ଉପସ୍ଥାପନ କରିଦେବି। ତେଣୁ ଖାତାରେ ଲେଖ ପିଲାମାନେ, ପ୍ରଥମେ ଏହି ଫକୀରମୋହନଙ୍କର ଜୀବନୀ। ନା ଦେଖ, ସେ କ'ଣ କରିଥିଲେ ନା 1843 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। କିଏ ନା ଏଇ ଆମର ହେଉଛି ଫକୀରମୋହନ ସେନାପତି, ଯେଉଁ ଊନବିଂଶ ଶତାବ୍ଦୀରେ ଯେଉଁ ଓଡ଼ିଆ ସାହିତ୍ୟ ଜଗତରେ ତାକୁ ଜନକ ବୋଲି ଆମେ କହିଥାଉ।
ତାଙ୍କର ଉପନ୍ୟାସ ଗୁଡ଼ିକ ବା ତାଙ୍କର ଗଳ୍ପ ଗୁଡ଼ିକ ଆମେ ଯେତେବେଳେ ଅଧ୍ୟୟନ କରିଥାଉ ନା ଆଜି ପର୍ଯ୍ୟନ୍ତ ସେଗୁଡ଼ିକ କ'ଣ ହେଇଛି ନା ଜୀବନ୍ତ ରହି ଅଛି। ତେଣୁ ସେ ଯେତେବେଳେ ତାଙ୍କର ସୃଷ୍ଟି ସମ୍ଭାର ଗୁଡ଼ିକୁ ଆଲୋଚନା କଲେ ବା ଲେଖିଲେ ସେତେବେଳେ କ'ଣ ହେଇଛି ନା ସେ ଊନବିଂଶ ଶତାବ୍ଦୀରେ ଦେଖାଯାଇଥିବା କୁସଂସ୍କାର ଅନ୍ଧବିଶ୍ୱାସ ଏଗୁଡ଼ିକୁ ସେ ଦୂର କରିବା ପାଇଁ ତାଙ୍କର ସୃଷ୍ଟି ସମ୍ଭାରରେ ସୁନ୍ଦର ଭାବରେ ସେ ନିଖୁଣ ଭାବରେ କ'ଣ କରିଛନ୍ତି ନା ଆଲୋଚନା କରି ଯାଇଅଛନ୍ତି। ତେଣୁ ଆଜି ପର୍ଯ୍ୟନ୍ତ ଏଇ ମହାନ ଲେଖକ ବା ଗଳ୍ପ ସ୍ରଷ୍ଟାକାର ହେଉଛନ୍ତି ଏଇ ଫକୀରମୋହନ ସେନାପତି ଆଜି ଆମ ନିକଟରେ ଚିର ସ୍ମରଣୀୟ ରହିଛନ୍ତି। ତେଣୁ ସେ ଓଡ଼ିଆ ସାହିତ୍ୟ ଜଗତକୁ ବିଭିନ୍ନ ଧାରାରେ ଉପସ୍ଥାପନା କରି ଦେଇ ଯାଇଅଛନ୍ତି। ତେଣୁ ସେ କ'ଣ କରିଛନ୍ତି ନା ବିଭିନ୍ନ ଅନୁବାଦ ମଧ୍ୟ ରଚନା କରିଛନ୍ତି। ବିଭିନ୍ନ ଅନୁବାଦ, ବିଭିନ୍ନ ଭ୍ରମଣ ବୃତ୍ତାନ୍ତ ଏବଂ ସେ କ'ଣ କରିଥିଲେ ନା 4ଟି ଉପନ୍ୟାସ ମଧ୍ୟ ଲେଖି ଯାଇଅଛନ୍ତି ଏବଂ ତାଙ୍କର ବହୁ ଚର୍ଚ୍ଚିତ ଯେଉଁ ରହିଛି ଗଳ୍ପ ସେ ଏବଂ 20ଟି ଗଳ୍ପ କ'ଣ କରିଥିଲେ ନା ସେ ରଚନା କରି ଯାଇଅଛନ୍ତି। ଏବଂ ତାଙ୍କର ଯେଉଁ ପ୍ରଥମ ଗଳ୍ପ ଆମେ ପଢ଼ିଥିଲୁ ଯେଉଁ ଲଛମାନିଆ ଗଳ୍ପଟି କ'ଣ ହେଇଛି ନା ଅପ୍ରକାଶିତ ହୋଇ ରହିଛି। ତେଣୁ ସେ ପ୍ରଥମ କରି ଗଳ୍ପ ଲେଖିଥିଲେ ଲଛମାନିଆ। କିନ୍ତୁ ଓଡ଼ିଆ ସାହିତ୍ୟ ଜଗତରେ କ'ଣ କଲେ ନାଇଁ ତାଙ୍କର ଯେଉଁ ରେବତୀ ଗଳ୍ପକୁ କ'ଣ କରିଛନ୍ତି ନା ପ୍ରଥମ ଗଳ୍ପ ସାହିତ୍ୟ ଆକାରରେ ତାକୁ ମାନ୍ୟତା ଦିଆଯାଇଅଛି। ଏବଂ ସେମାନେ ଯେଉଁ 4ଟି ଯେଉଁ ମହାନ ସ୍ରଷ୍ଟାକାର ଏବଂ ଯେଉଁ ଆଜି ବ୍ୟାସକବି କହୁଛନ୍ତି ବା ବ୍ୟାସକବି ଫକୀରମୋହନ ସେନାପତି କହୁଛନ୍ତି ବା କଥା ସମ୍ରାଟ ଫକୀରମୋହନ ସେନାପତି କହୁଛନ୍ତି ବା ତାଙ୍କର ପରିଚିତ ସରସ୍ୱତୀ ଫକୀରମୋହନ ସେନାପତି କହିଛନ୍ତି। ଏବଂ ତାଙ୍କର ଯେଉଁ ରହିଛି ଯେଉଁ 4ଟି ଉପନ୍ୟାସ ଯେଉଁ ମାମୁଁ, 6 ମାଣ 8 ଗୁଣ୍ଠ, ଲଛମା ପ୍ରାୟଶ୍ଚିତ। ତେଣୁ ଏଗୁଡ଼ିକ ମଧ୍ୟ ବହୁ ଚର୍ଚ୍ଚିତ ଉପନ୍ୟାସ। ଏହି ଚର୍ଚ୍ଚିତ ଉପନ୍ୟାସରେ ସେ କ'ଣ କରିଛନ୍ତି ନା ତାଙ୍କର ପରିଚୟ ଆଜି ପର୍ଯ୍ୟନ୍ତ ରହିଅଛି। ତେଣୁ ତାଙ୍କର ଯେମିତି ଓଡ଼ିଆ ସାହିତ୍ୟ ଜଗତର ପ୍ରଥମ କରି ଗଳ୍ପ ହେଉଛି ରେବତୀ ଗଳ୍ପ, ଠିକ୍ ସେହିପରି ଓଡ଼ିଆ ସାହିତ୍ୟ ଜଗତରେ ଉପନ୍ୟାସରେ ଦେଖାଯାଇଛି ପ୍ରଥମ ଉପନ୍ୟାସ ହେଉଛି ଏଇ 6 ମାଣ 8 ଗୁଣ୍ଠ ପ୍ରଥମ ଉପନ୍ୟାସ ବୋଲି ମାନ୍ୟତା ଦିଆଯାଇଅଛି। ତେଣୁ ପିଲାମାନେ ଏତିକି। ତେଣୁ ବ୍ୟାସକବି ଫକୀରମୋହନଙ୍କର ପରିଚୟ ଦେଖନ୍ତୁ ନା ସେ କ'ଣ କରିଥିଲେ ଏକାଧାରରେ ସେ ଥିଲେ ବ୍ୟାସକବି ବା କଥା ସମ୍ରାଟ ଏବଂ ସରସ୍ୱତୀ ଫକୀରମୋହନ ବୋଲି କହୁଥିଲେ। ଏବଂ ସେ ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ନିଖୁଣ ସୃଷ୍ଟି ସମ୍ଭାର ଦେଇ ଯାଇଅଛନ୍ତି। ତେଣୁ ସେ ଘରେ ଘରେ ବା ସାରା ଓଡ଼ିଶାରେ ଆଜି ସେ କ'ଣ ହେଇଛି ନା ଗୌରବର ଅଧିକାର ସେ ପାଇଅଛନ୍ତି। ଏବଂ ପାଇଅଛନ୍ତି ଏବଂ ତାଙ୍କର ଯେଉଁ ଗଳ୍ପ ଗୁଡ଼ିକ ରହିଛି ସେ କ'ଣ କରିଛନ୍ତି ନା ଗଳ୍ପ ସ୍ୱଳ୍ପ ଯେଉଁ ତାଙ୍କର ଗ୍ରନ୍ଥ ବା ଗଳ୍ପ ସ୍ୱଳ୍ପରେ ସେ କ'ଣ କରିଛନ୍ତି ଗ୍ରନ୍ଥରେ ବା ଗଳ୍ପ ସ୍ୱଳ୍ପ ସଂକଳିତ ଗ୍ରନ୍ଥରେ ସେ ତାଙ୍କର 20ଟି ଗଳ୍ପକୁ ସେ ରଖି ଦେଇଅଛନ୍ତି। ଏହି ଊନବିଂଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟର ସମୃଦ୍ଧି ପାଇଁ ବିଭିନ୍ନ କ'ଣ ହେଇଥିଲା ନା କଳକାରଖାନା, ଛାପାକଳ, ନଙ୍କ ଦୁର୍ଭିକ୍ଷ ଏହିସବୁ କ'ଣ ହେଇଥିଲେ ନା ସେତେବେଳକୁ ନିର୍ମାଣ ବା ଆବିର୍ଭୂତ ହୋଇଥିଲା। ଯାହାଫଳରେ ତାଙ୍କର ସାହିତ୍ୟ ସୃଷ୍ଟି ଗୁଡ଼ିକ ଚତୁର୍ଦିଗ ଆଡ଼କୁ କ'ଣ ହେଇଥିଲା ନା ବିସ୍ତାର ହୋଇଥିଲା। ତେଣୁ ତାଙ୍କର ଯେଉଁ ରହିଛି ଗଳ୍ପ ସଂକଳିତ ଗ୍ରନ୍ଥ ହେଉଛି ଗଳ୍ପ ସ୍ୱଳ୍ପ। ଏହି ଗଳ୍ପ ସ୍ୱଳ୍ପ 1 ଏବଂ 2 ଭାଗରେ ସେ କ'ଣ କରିଛି ତାଙ୍କର 20ଟି ଗଳ୍ପକୁ ସେ ସେଇ ଗଳ୍ପ ସ୍ୱଳ୍ପରେ ରଖିଦେଇଅଛନ୍ତି। ତେଣୁ ଏତିକି ତାଙ୍କର ହେଉଛି ଜୀବନୀ। ଏବେ ଚାଲ ପିଲାମାନେ ମୁଁ ତୁମକୁ କ'ଣ କରିବି ନା ସେ ଆଉ କ'ଣ କ'ଣ ଲେଖିଛନ୍ତି ତାହା ବିଷୟରେ ମୁଁ କହି ଦେଉଛି। ତେଣୁ ଲେଖ ନା ତାଙ୍କର ଗଳ୍ପ ସ୍ୱଳ୍ପ ହେଉଛି ନା ତାଙ୍କର ହେଉଛି ପ୍ରଥମେ ଲେଖ ବ୍ୟାସକବି ଫକୀରମୋହନଙ୍କର ସୃଷ୍ଟି ସମ୍ଭାର। ପ୍ରଥମେ ଲେଖ ସୃଷ୍ଟି ସମ୍ଭାର। ତେଣୁ ପ୍ରଥମେ ଲେଖ କ'ଣ ଗଳ୍ପ ସ୍ୱଳ୍ପ। ଏଇଟା ପ୍ରଥମେ ଲେଖ ତାଙ୍କର ଗଳ୍ପ ସ୍ୱଳ୍ପ
ଗଳ୍ପ ସ୍ୱଳ୍ପ ଏକ ମୁଁ ଆମ ଦ୍ୱିତୀୟ ଭାଗରେ କ'ଣ କରିଛନ୍ତି ନା 20ଟି ଗଳ୍ପ ଦେଇଅଛନ୍ତି। ତେଣୁ ପ୍ରଥମେ ତାଙ୍କର ଯେଉଁ ରହିଥିଲା, ତେଣୁ ସେଥିମଧ୍ୟରୁ କେତୋଟି ଗଳ୍ପ ଲେଖିଦିଅ ନା ରେବତୀ, ଗୋଟେ ଲେଖ ରେବତୀ, ପେଟେଣ୍ଟ ମେଡ଼ିସିନ, ତାପରେ ଲେଖ ସଭ୍ୟ ଜମିଦାର, ଆଜିର ଯେଉଁ ବିଷୟ ପଢ଼ା ରହିଛି ସଭ୍ୟ ଜମିଦାର, ତାପରେ ଲେଖ ଗୁଣି ଗାରେଡ଼ି ମନ୍ତ୍ର, ତାପରେ ଲେଖ ବାଲେଶ୍ୱରୀ ରାହାଜାନୀ, ତେଣୁ ଇତ୍ୟାଦି। ତାପରେ ଲେଖ ଉପନ୍ୟାସ, ତାପରେ ଲେଖ ତଳକୁ ଉପନ୍ୟାସ। ପ୍ରଥମେ ଲେଖ ଯେଉଁ ଓଡ଼ିଆ ସାହିତ୍ୟ ଜଗତରେ ପ୍ରଥମ ଉପନ୍ୟାସ ହେଉଛି 6 ମାଣ 8 ଗୁଣ୍ଠ, ତାପରେ ଲେଖ ମାମୁଁ, ତାପରେ ଲେଖ ଲଛମା, ତାପରେ ଲେଖ ପ୍ରାୟଶ୍ଚିତ। ତେଣୁ ପିଲାମାନେ ତାଙ୍କର ଏଇ ରେବତୀ ଗଳ୍ପକୁ ପ୍ରଥମ ଗଳ୍ପ, ତେଣୁ ରେବତୀ ଗଳ୍ପକୁ ତୁମେ ମନେ ରଖିବାକୁ ପଡ଼ିବ ଏବଂ ଏଇ ତାଙ୍କର ଏ 4ଟି ଉପନ୍ୟାସକୁ ମଧ୍ୟ ତୁମେ କ'ଣ କରିବ ନହେଲେ ମନେ ରଖିବାକୁ ପଡ଼ିବ। ତେଣୁ ଯେଉଁ ରହିଛି 4ଟି ଉପନ୍ୟାସ, ଗୋଟିଏ ହେଉଛି 6 ମାଣ 8 ଗୁଣ୍ଠ, ଗୋଟିଏ ହେଉଛି ଲଛମା ଏବଂ ଗୋଟିଏ ହେଉଛି ମାମୁଁ ଏବଂ ଆଉ ଗୋଟିଏ ହେଉଛି ପ୍ରାୟଶ୍ଚିତ। ତାପରେ ଦେଖ ସେ ବିଭିନ୍ନ କ'ଣ କରିଛନ୍ତି ନା କବିତା, ଆତ୍ମଜୀବନୀ ମଧ୍ୟ ଲେଖିଛନ୍ତି। ତେଣୁ ଏତିକି ରହିଲା ତାଙ୍କର ସୃଷ୍ଟି ସମ୍ଭାର। ତେଣୁ ଆଶା କରୁଛି ପିଲାମାନେ ଯେତେବେଳେ ତୁମେ ଓଡ଼ିଆ ଅନର୍ସ ନେଇ ପଢ଼ିବ ସେତେବେଳେ ଏଇ ମହାନ ଆଜି ଯେଉଁ ବ୍ୟାସକବି ଫକୀରମୋହନ 19 ଶତାବ୍ଦୀର ମହାନ ଲେଖକ, ତାରି ବିଷୟରେ ତୁମେ ସମ୍ପୂର୍ଣ୍ଣ ଭାବରେ ତାଙ୍କର ସୃଷ୍ଟି ସମ୍ଭାର ଗୁଡ଼ିକ ପଢ଼ିବ, ନିହାତି ଦେଖିବ ସେ 19 ଶତାବ୍ଦୀରେ କାହିଁକି ଆଜି ଆମ ନିକଟରେ ଚିରସ୍ମରଣୀୟ ହୋଇ ରହିଅଛନ୍ତି। ଏବେ ଚାଲ ମୁଁ କ'ଣ କରିବି, ବର୍ତ୍ତମାନ ମୁଁ କ'ଣ କରିବି ନା ତାଙ୍କର ଯେଉଁ ଆଜିର ବିଷୟ ଯେଉଁ ରହିଛି ସଭ୍ୟ ଜମିଦାର ବିଷୟରେ ମୁଁ ତୁମମାନଙ୍କୁ ସମ୍ୟକ ଭାବରେ କ'ଣ କରୁଛି ନା ଆଲୋଚନା କରି ଦେଉଛି। ସେ କାହିଁକି ଏ ସଭ୍ୟ ଜମିଦାର ବିଷୟଟିକୁ ନା ମନସ୍ଥ କଲେ ଲେଖିବାକୁ, ନା ସେଇ 19 ଶତାବ୍ଦୀରେ ପିଲାମାନେ ଶୁଣ, ଯେଉଁ 19 ଶତାବ୍ଦୀରେ ସେ ଦେଖିଛନ୍ତି ଏଇ ପାଠୁଆ ଇଂରାଜୀ ପଢ଼ୁଆ ଯୁବକ ଏବଂ ଯୁବତୀମାନଙ୍କୁ, ଯେଉଁ ଯୁବତୀ ବା ଯେଉଁ ଯୁବକ ସେ ଇଂରାଜୀ ପଢ଼ି ଆସିକରି ପର ମୁହୂର୍ତ୍ତରେ କ'ଣ କରିଛି ନା ଘରେ ବିଭିନ୍ନ ପ୍ରକାର ଅସୁବିଧା କରି ବାପା ମାଆଙ୍କର ବିଭିନ୍ନ ଘଟଣାକୁ ଘଟେଇ ସେ କ'ଣ କରିଛି ପର ମୁହୂର୍ତ୍ତରେ ବାପା ମାଆଙ୍କୁ ସବୁ ବାହାର କରି ସେ ନିଜେ ଅନ୍ୟ ଜାଗାରେ ଚାକିରି କରିଅଛି। ତେଣୁ ସେଇଟାକୁ ସେ ସୂଚିତ କରିବା ପାଇଁ ଲେଖକ କ'ଣ କରିଛନ୍ତି ନା ଏଇ ସଭ୍ୟ ଜମିଦାର ବିଷୟଟିକୁ ସୁନ୍ଦର ଭାବରେ ଆପଣମାନଙ୍କୁ ଉପସ୍ଥାପନ କରିଅଛନ୍ତି। ତେଣୁ ଦେଖ ଥରେ କ'ଣ ହେଇଥିଲା ନା ଏଇ ଇଂରେଜ ପାଠୁଆ ମାନଙ୍କୁ ସୂଚିତ ବା ତାଙ୍କୁ ଜ୍ଞାନ ଦେବା ପାଇଁ ଲେଖକ କ'ଣ କରିଛନ୍ତି ନା ବିଭିନ୍ନ ଚରିତ୍ରକୁ ଆଣିଛନ୍ତି। ତେଣୁ ଚରିତ୍ର ହେଉଛି ପ୍ରଥମ ଚରିତ୍ରରେ ଦେଖାଯାଇଅଛି ଏଇ କ'ଣ ହେଉଛି ନା ବଳରାମ ବାବୁ। ତାଙ୍କର ବଳରାମ ବାବୁଙ୍କ ଗାଁରେ ଅନେକ ଅସହାୟ ଲୋକ ବା ଅନାଥ ପିଲା କ'ଣ ରହୁଥିଲେ। ତେଣୁ ସେଇ ଅନାଥ ପିଲାରୁ ଆଜି ଯେଉଁ ମୁଖ୍ୟ ଚରିତ୍ର ରହିଛି ଗୋପାଳ, ସେ ଗୋପାଳକୁ ନେଇକି ଯାଇଛନ୍ତି କେଉଁଠିକି ନା କଲିକତାକୁ ନେଇକି ଯାଇଛନ୍ତି ଏବଂ ସେ କଲିକତାରେ ରହିବ ଏବଂ ଗୋପାଳ ବାବୁ ତାଙ୍କର ବ୍ୟବସାୟରେ ସେ କ'ଣ କରିବ ନା ରୋଷେଇରେ ସେ କାମ କରିବ ଏବଂ ରୋଷେଇରେ କାମ କରିଲା ପରେ କାମ କରୁ କରୁ ତାପରେ ଦିନେ କ'ଣ ହେଇଥିଲା ନା ଏଇ ବଳରାମ ବାବୁଙ୍କର କ'ଣ ହେଇଛି ନା ତାଙ୍କର ମୋହର ପିଟୁଳି ଅର୍ଥାତ୍ ଯେଉଁ ଗୁଣ୍ଠୁଲି ଯେଉଁଠି ସେ ପଇସା ପତ୍ର ରଖିଥିଲେ ସେଇ ଗୁଣ୍ଠୁଲି ବା ସେଇ ମୋହର ପୁଟୁଳି ଦିନେ କ'ଣ ହେଇଥିଲା ନା ହଜି ଯାଇଥିଲା। ତେଣୁ ପିଲାମାନେ ଶୁଣୁତ ଗପଟା ମୁଁ କହିଦେଉଛି, ହଜି ଯାଇଥିଲା। ତାପରେ ସେ କ'ଣ ହେଇଥିଲା ଏଇ ଗୋପାଳ କ'ଣ କରିଥିଲେ ନା ସେ ମୋହର ପିଟୁଳିକୁ ସେ ପାଇଥିଲେ ଏବଂ କିଛି ଦିନ ଗଲା ପରେ ମୋହର ପିଟୁଳିକୁ ନେଇ ବଳରାମ ବାବୁକୁ ଦେଇଥିଲେ ଏବଂ ବଳରାମ ବାବୁ ତାଙ୍କୁ ଦେଖି ଭାରି କ'ଣ ହେଇଥିଲା ନା ବିଶ୍ୱାସ ହୋଇ ଯାଇଥିଲେ ଏବଂ ପର ମୁହୂର୍ତ୍ତରେ ତାକୁ କହିଥିଲେ ତମେ ଆଉ ରୋଷେଇ କାମ କର ନାହିଁ, ତମେ କ'ଣ କର ନା ମୋର ବ୍ୟବସାୟରେ ତମେ ସହଯୋଗ କର ଏବଂ ସେ କ'ଣ ହେଇଗଲେ ନା ସେଇଠି ବ୍ୟବସାୟ କରୁ କରୁ ସମସ୍ତଙ୍କ ପାଖରେ ଆଉ ଗୋପାଳ ନ ହେଇକରି ଗୋପାଳ ମହାପାତ୍ର ବୋଲି ସମସ୍ତେ ତାଙ୍କୁ ଜାଣିପାରିଲେ। ପର ମୁହୂର୍ତ୍ତରେ କ'ଣ କରିଛନ୍ତି ମହାଜନେ ତାଙ୍କୁ ବିବାହ କରିଛନ୍ତି, ବିଭିନ୍ନ ପ୍ରକାର ଧନ ସମ୍ପତ୍ତି ଦେଇଛନ୍ତି
ଏବଂ ଘର ମଧ୍ୟ ତାଙ୍କ ଗାଁରେ ତୋଳି ଦେଇଅଛନ୍ତି ଏବଂ କିଛି କ'ଣ କରିଛନ୍ତି ନା ତାଲୁକ ମଧ୍ୟ ଦେଇଅଛନ୍ତି। ତାଲୁକର ଅର୍ଥ ଏଠି ବୁଝିବ ପିଲାମାନେ, ଯେଉଁ କିଛି ଧନ ସମ୍ପତ୍ତିର ଅଧିକାର ବା କିଛି ଏରିଆ ବା କିଛି ଜମି ବା କିଛି ଜାଗା କ'ଣ କରିଛନ୍ତି ନା ତାଙ୍କୁ ସେଇ ଗାଁରେ ଦେଇ ଆସିଅଛନ୍ତି। କିଛି ଦିନ ଗଲା ପରେ ହଠାତ୍ କ'ଣ ହେଇଛି ନା ସନ୍ନିପାତ ରୋଗରେ ଗୋପାଳଙ୍କର କ'ଣ ହେଇଛି ନା ମୃତ୍ୟୁ ହୋଇଯାଇଅଛି ଏବଂ ସେପଟେ ଜନ୍ମ ହୋଇଯାଇଛନ୍ତି ତାଙ୍କର ପୁଅଟିର ନାମ ହେଉଛି ରାଜୀବ। ସେ ଗାଁ ଅବଧାନଙ୍କ ନିକଟରେ ବା ଗାଁ ଚାଟଶାଳୀରେ ସେ କ'ଣ କରୁଥିଲେ ନା ପାଠ ପଢ଼ୁଥିଲେ ଏବଂ ବିଭିନ୍ନ ତାଙ୍କର ପୁଅର ଗୁଣ କୀର୍ତ୍ତି ବା ସେ ପାଠ ପଢ଼ୁନଥିଲା ବୋଲି ତା'ର ମାତା ସେ କ'ଣ କରୁଥିଲେ ନା ଗୋପାଳକୁ କହୁଥିଲେ ଏବଂ ଗୋପାଳ ମଧ୍ୟ କ'ଣ କଲା ନା ରାଜୀବକୁ ସାଙ୍ଗରେ ନେଇ ଆସିଲେ କଲିକତାକୁ ଏବଂ କଲିକତାର କ'ଣ କଲେ ନା ତାକୁ ଇଂରାଜୀ ପାଠ ପଢ଼େଇଲେ। ତାପରେ କିଛି ଦିନ ଗଲା ପରେ କ'ଣ ହେଇଥିଲେ ନା ରାଜୀବ ଏଇ ଯେଉଁ ଗୋପାଳ ବାବୁ କ'ଣ ହେଇଥିଲେ ନା ସନ୍ନିପାତ ରୋଗରେ ମୃତ୍ୟୁବରଣ ହୋଇଯାଇଥିଲେ। ମୃତ୍ୟୁବରଣ ହୋଇଗଲା ପରେ ମହାଜନ ଭାରି ଦୁଃଖିତ ହେଲେ ଏବଂ ମହାଜନ ଭାବିଲେ ମୁଁ ଏଇ ରାଜୀବକୁ ମୋର ବ୍ୟବସାୟରେ ଲଗେଇବି, କିନ୍ତୁ ରାଜୀବ କ'ଣ କଲେ ନା ବ୍ୟବସାୟରେ ସେ ତା'ର ମନ ଦେଲେ ନାହିଁ। ତେଣୁ ମହାଜନ ତାଙ୍କୁ ଘରକୁ ପଠେଇ ଦେଲେ। ତେଣୁ ଯେଉଁ ପାଠୁଆ ଯୁବକ, ଯେଉଁ ଇଂରାଜୀ ପଢ଼ୁଆ ଯୁବକ ଘରେ ଆସି କ'ଣ କଲେ ନା ବାପାଙ୍କର ଶୁଦ୍ଧିକ୍ରିୟା ସେ କଲେ ନାହିଁ ବା ବିଭିନ୍ନ ଅସୁବିଧା କଲେ ଏବଂ ତା ପାଇଁ ଗୋଟେ ଝିଅ ଠିକ୍ କରିଲେ। ତାହା ମଧ୍ୟ ବିଭିନ୍ନ ଅସୁବିଧା ସମ୍ମୁଖୀନରେ ସେ ଚଳେଇଲେ ଏବଂ ପର ମୁହୂର୍ତ୍ତରେ ସେ କ'ଣ କଲେ ନା ମାଆକୁ ମଧ୍ୟ ସେ ତଡ଼ିଦେଲେ ଏବଂ ମାଆ ମଧ୍ୟ କ'ଣ କରିଛି ସେ ଘରରୁ ବାହାରି ଆସି ସେ ପଳେଇ ଯାଇଅଛନ୍ତି ଏବଂ ଶେଷରେ ସେ କ'ଣ କରିଛି ବିଦେଶରେ ଚାକିରି କରିଛି ଏବଂ ସେ ପର ମୁହୂର୍ତ୍ତରେ କ'ଣ କରିଛି ନା ସେ ଘରର ଆଉ ମା ସାଆନ୍ତାଣୀକୁ ସେ ଆଉ ଦେଖି ନାହିଁ। ତେଣୁ ଏତିକି ହିଁ ତା'ର କଥା ବସ୍ତୁ। ତେଣୁ ପିଲାମାନେ ମୁଁ ଭାବୁଛି, ଆଶା କରୁଛି ତୁମେ ନିହାତି କ'ଣ କରିଥିବ ନା ବୁଝି ଯାଇଥିବ। ତେଣୁ ଏଠି ପିଲାମାନେ ଟିକେ ସମ୍ୟକ ଭାବରେ ଦେଖ ଯେ ଯେଉଁ ପାଠୁଆ ଯୁବକ ଯେଉଁ ଇଂରାଜୀ ଭାଷାର ଯୁବକ ସେ କ'ଣ କରିଛି ନା ପାଠ ପଢ଼ି ଆସି ବା ଶିକ୍ଷିତ ହୋଇ ଆସି ମଧ୍ୟ ଆଜି ସେ କ'ଣ କରିଛି ନା ଘରର ସମସ୍ତକୁ ସେ ପରକ ଦେଇ ଆଜି ସେ ବାହାରରେ ରହିଛି। ତେଣୁ ଏଇଟା ହିଁ କହୁଛନ୍ତି, ଲେଖକ କହୁଛନ୍ତି ସଭ୍ୟ ଜମିଦାର। ତେଣୁ ମୁଁ ଆଶା କରୁଛି ତୁମକୁ ନିହାତି ସମ୍ୟକ ପରେ କ'ଣ କଲି ନା ଆଲୋଚନା କରିଦେଲି। ଏବେ ଆମେ କ'ଣ କରିବା ନା ପୂର୍ଣ୍ଣ ଭାବରେ ବିଷୟଟିକୁ ମୁଁ କ'ଣ କରୁଛି ନା ତୁମ ନିକଟରେ ମୁଁ ତାହା ଆଲୋଚନା କରି ଦେଉଛି। ତେଣୁ ଦେଖ, ସେଇ ପାଠୁଆ ଯେଉଁ ଯୁବକ ବା ଯୁବତୀ ହୁଅନ୍ତୁ ତାଙ୍କର ଆଚାର ବ୍ୟବହାରରେ କିଭଳି ଏହି ଗଳ୍ପଟିରେ ସୁନ୍ଦର ଭାବରେ ବ୍ୟାସକବି ଫକୀରମୋହନ ଆଲୋଚନା କରିଯାଇଅଛନ୍ତି। ତେଣୁ ଭାବୁଛି ଭିଡ଼ିଓଟି ନିହାତି ଦୁଇଟା ତ ନାହିଁ, ତିନୋଟି ଖଣ୍ଡ ଭିଡ଼ିଓ, ଲଙ୍ଗ ଭିଡ଼ିଓ ହେବ, ଟିକେ ଦୀର୍ଘ ବିଶିଷ୍ଟ ଭିଡ଼ିଓ ହେବ। ତେଣୁ ପିଲାମାନେ କିଛି ମାତ୍ରାରେ ତୁମେ କ'ଣ କର ନା ବିନା ସ୍କିପ୍ରେ ଭିଡ଼ିଓଟିକୁ ଦେଖ, ଥରେ ଦେଖ, ଦୁଇଥର ଦେଖ, ନିହାତି ତୁମେ ଏହାର ଯେଉଁ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ରହିଛି ତାହା ନିହାତି ତୁମେ କରିପାରିବ। ତେଣୁ ମୁଁ ଯେଉଁଠି ପିଲାମାନେ କହିବି ଲେଖିବାକୁ ତାହା ମଧ୍ୟ ତୁମେ ଅଣ୍ଡରଲାଇନ୍ ମାର, ବହି ପାଖରେ ରଖି ବା ତୁମେ ଖାତାରେ ଲେଖ, ଯାହାଫଳରେ ଯେତେବେଳେ ତା'ର ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ତୁମେ କ'ଣ କରିବ ନା ସାଙ୍ଗେ ସାଙ୍ଗେ କ'ଣ ଉତ୍ତର ଦେଇପାରିବ। ନା ଦେଖ, ଆମେ ଜାଣିଲୁ ବର୍ତ୍ତମାନ ମହାଜନ ହେଉଛନ୍ତି କିଏ ନା ଏଇ ବଳରାମ ବାବୁ, ହଁ କି ନାହିଁ। ତେଣୁ ବଳରାମ ବଳ କେଉଁଠିକି ନେଇଛନ୍ତି ନା ଏଇ କଲିକତା ବଡ଼ ବଜାର ଜଣେ ଗଦିଆନ ମହାଜନ। ତେଣୁ ସେ କ'ଣ କରନ୍ତି ରେ ନା ଗଦିଆନ ଅର୍ଥାତ୍ ମାନେ ଗଦି, ହଁ କି ନାହିଁ, ବିଭିନ୍ନ ପ୍ରକାର ଯେଉଁ ଆରାମଦାୟକ ଗଦି ବା ତକିଆ ଏସବୁ ସେ କ'ଣ କରିଥାନ୍ତି ନା ଦୋକାନ କରିଥିଲେ। କିଏ ନା ଏଇ ବଳରାମ ବାବୁ। କେଉଁଠି ନା ଏଇ କଲିକତାରେ। ଉତ୍କଳର ସମସ୍ତ ବେପାରୀଙ୍କର ଦଣ୍ଡିଧାର, ଯେଉଁ ଉତ୍କଳ ପ୍ରଦେଶର ସେ ହେଇଥିଲେ ମୁଖ୍ୟ ବା ମାଲିକ। ଦଣ୍ଡିଧାର ଅର୍ଥାତ୍ କ'ଣ ରେ ମାଲିକ। ସମସ୍ତ ମାଲ ଆମଦାନୀ ରପ୍ତାନି ତାଙ୍କ ହାତ ବାଟେ ହେଉଥିଲା। ତେଣୁ ସମସ୍ତେ ତାଙ୍କ ନିକଟକୁ ଯାଉଥିଲେ। ଲକ୍ଷ ଲକ୍ଷ ଟଙ୍କାର କାରବାର, କେତେ ଟଙ୍କାରେ, ତେଣୁ ଲକ୍ଷ ଲକ୍ଷ ଟଙ୍କାର କାରବାର। ଢେର ବର୍ଷ ତଳର କଥା, ରେଳ ନାମ ତ କେହି ଶୁଣି ନଥିଲେ। ତେଣୁ ଢେର ତଳ ବର୍ଷର କଥା, କେହି ଏ ରେଳଗାଡ଼ି ବା ରେଲୱେ ଏହାର ନାମ ମଧ୍ୟ କେହି ଶୁଣିନଥିଲେ କି ଷ୍ଟିମର ମଧ୍ୟ ଚଳୁନଥିଲା। ଷ୍ଟିମର ମାନେ ପିଲାମାନେ ଜାଣିଥିବ ଯେଉଁ ନୌକା ଭଳି, ହଁ କି ନାହିଁ,
ଯେଉଁ ବସିକିରି ଯିବ ନୌକା, ତେଣୁ ସେଇ ନୌକା ଭଳି ଏ ଷ୍ଟିମର ମଧ୍ୟ ସେତେବେଳେ କ'ଣ ହେଉଥିଲା ନା ଚଳୁନଥିଲା। ତାପରେ ଦେଖ ବାଲେଶ୍ୱରର ଜାହାଜରେ ମାଲ ଆମଦାନୀ ରପ୍ତାନି ହୁଏ। ତେଣୁ ତାଙ୍କ ଯେଉଁ ରହିଛି ମାଲ, ଯେଉଁ ସେମାନେ ଗଦିଆ ଦୋକାନ କରିଥିଲେ, ସେ ଗଦିଆ ଦୋକାନ କ'ଣ ହେଉଥିଲା ନା ଜାହାଜରେ ଆମଦାନୀ ହେଉଥିଲା। କଲିକତା ଆମଦାନୀ ମାଲ ମଧ୍ୟରେ ଧୂଆଁପତ୍ର ପ୍ରଧାନ। ତେଣୁ ପ୍ରଥମ ଏଇଟା ମନେ ରଖ ପିଲା ଭିତରେ କେଉଁଟା ପ୍ରଧାନ ନା ଏ ଧୂଆଁପତ୍ର। ଯେତେ ସବୁ ବ୍ୟବସାୟ କରିଲେ ମଧ୍ୟ ବା ଆମଦାନୀ କଲେ ମଧ୍ୟ ଧୂଆଁପତ୍ରଟେ ହିଁ ଥିଲା ତାଙ୍କର କ'ଣରେ ପ୍ରଧାନ। ବୁଝିପାରିଲ? କଲିକତାରୁ ମାଲ ଆସି ବାଲେଶ୍ୱର ବନ୍ଦରରେ ଜାହାଜରୁ ଘାଟେ ଭିଡ଼। ସେ ସ୍ଥାନରୁ ଶଗଡ଼ରେ ସମସ୍ତେ ଉତ୍କଳକୁ ଚାଲାଣ ହୁଏ। କେଉଁଥିରେ ନା ଏ ଶଗଡ଼ରେ। ଏଥିପାଇଁ ସମସ୍ତ ଉତ୍କଳରେ କଲିକତି ଧୂଆଁପତ୍ରର ନାମ ବାଲେଶ୍ୱରୀ ବୋଲି ଜାଣିଥିଲେ। ତେଣୁ ସମସ୍ତେ କ'ଣ ହେଉଥିଲେ ନା ବାଲେଶ୍ୱରରୁ ବାଲେଶ୍ୱରୀ କହୁଥିଲେ କାହା ପାଇଁ ନା ଏ ଧୂଆଁପତ୍ର ପାଇଁ। ହେଲେ ବାଲେଶ୍ୱରୀ ଲୋକେ ଧୂଆଁପତ୍ର ଗଛ କେବେ ଦେଖି ନାହାନ୍ତି। କିନ୍ତୁ ସେମାନେ ବ୍ୟବସାୟ କରୁଥିଲେ ବାଲେଶ୍ୱର ଲୋକ, କିନ୍ତୁ କେବେ ବି କ'ଣ ହେଇଥିଲେ ଏ ଧୂଆଁପତ୍ର ଗଛଟିକୁ ସେମାନେ ଦେଖି ନଥିଲେ। ତାପରେ ଦେଖ ନା ଧୂଆଁପତ୍ର କାରବାର ବଡ଼ କଠିନ, ବହୁତ କଷ୍ଟ। ଘୋଡ଼ା ଚଢ଼ା ମହାଜନ କଥା ପଦକେ ଘାସ କଟା ଘୋଡ଼ା ଚଢ଼େ। ମହାଜନ ବୋଲନ୍ତି ଦକ୍ତା କାରବାର ଆଉ ଗୋଖର ସାପ ଖେଳାଇବା ଏକ କଥା। ଦକ୍ତା ଅର୍ଥାତ୍ ଯେଉଁ ଆମେ ନିଶା ଶକ୍ତ ପାଇଁ ବା କିଛି ସେବନ ପାଇଁ ଆମେ କ'ଣ କରିଥାଉ ରେ ଏ ଦକ୍ତା ବା ଏ ଧୂଆଁପତ୍ର ଆମେ ବ୍ୟବହାର କରିଥାଉ। ଧୂଆଁପତ୍ରଟା ହେଉଛି କ'ଣ କହିବା ବିଡ଼ି, ଏବଂ ଦକ୍ତା ହେଉଛି ତୁମର ଯେଉଁ ରହିଥିବ ପିଲାମାନେ ଜାଣିଥିବ ଯେଉଁ ଖଇନି କୁହନ୍ତି ନା, ବା ହଁ ସେଇ ଯେଉଁ ଖଇନି ବା ଆଉ କ'ଣ କୁହନ୍ତି ବା ଦକ୍ତା ବା ଏକ ପ୍ରକାର ନିଶା ଜିନିଷଟି ବା ଭାଙ୍ଗ ବା ଖଇନିକୁ କୁହାଯାଇଥାଏ ଏଇ ଦକ୍ତା। କାରବାର ଆଉ ଗୋଖର ସାପ ଖେଳାଇବା ଏକ କଥା। ଯେମିତି ଗୋଟେ ଗୋଖର ସାପକୁ ଯେମିତି ଖେଳିବ, ଏ ଦକ୍ତା କାରବାର ମଧ୍ୟ ସେତେବେଳକୁ ଭାରି କ'ଣ କରୁଥିଲେ ନା ଧରତୁକ ରହିଥିଲା। ବାସନରେ ରଙ୍ଗରେ ମାଲ ସମାନ। ସେହି ମାଲ ମୋହଣ 20 ତ ସେହି ମାଲ ମୋହଣ 40 ଟଙ୍କା। ଯେଉଁ ସେମାନେ ଦକ୍ତା ଯେଉଁ କାରବାର କରୁଥିଲେ ସେଠାରେ ସେମାନେ କ'ଣ କରୁଥିଲେ, ସେହି ମାଲ ମୋହଣ 20 ତ ଯେଉଁ ମୋହଣ 20 ଅର୍ଥାତ୍ 20 ଏବଂ ବିକ୍ରି କଲାବେଳେ କ'ଣ ହେଉଥିବ ମାଲ ମୋହଣ କେତେ ଟଙ୍କାରେ 40 ଟଙ୍କା। ତାପରେ ଚିହ୍ନାରା ଦଣ୍ଡିଧାର ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ। ଚିହ୍ନାରା ଦଣ୍ଡିଧାର ଅର୍ଥାତ୍ ଯେଉଁମାନେ ଚିହ୍ନିଥିବେ ବା ଯାହାକୁ ସେମାନେ ଏଇ ଦଣ୍ଡିଧାର ଲୋକଙ୍କୁ ଯେଉଁମାନେ ଚିହ୍ନିଥାନ୍ତି ଜାଣିଥାନ୍ତି, ସେଇମାନଙ୍କ ପାଖରେ ସେମାନେ କ'ଣ କରନ୍ତି ଏଇ ଧୂଆଁପତ୍ର ସବୁ କିଣିଥାନ୍ତି ବା ଭରସନ୍ତି ନାହିଁ। ବଳରାମ ବଳେ ଜଣେ ଚିହ୍ନାରା। ବଳରାମ ଜଣେ କ'ଣ ହେଇଥିଲେ ରେ ଚିହ୍ନାରା। କାହା ପାଇଁ? ଏ ଦକ୍ତା ଏ ଧୂଆଁପତ୍ର ପାଇଁ ତାର ହେଉଛି ପରିଚୟ ଥିଲା। କେଉଁଠି ନା ଏଇ କଲିକତାରେ। ଏଥିପାଇଁ ଓଡ଼ିଶାରେ ନାମ ଡାକ। ତେଣୁ ସମସ୍ତେ ଜାଣିଥିଲେ ଏ ବଳରାମ ବାବୁକୁ, ଏବଂ ଓଡ଼ିଶାର ଏ ଉତ୍କଳର ଲୋକମାନେ ସମସ୍ତେ ତାଙ୍କୁ ଚିହ୍ନିଥିଲେ ବୋଲି ଲେଖକ କହିଅଛନ୍ତି। ତେଣୁ ପିଲାମାନେ ଭିଡ଼ିଓଟି ଦୀର୍ଘ ହୋଇଗଲାଣି, ତେଣୁ ମୋତେ ଏଇଠି ବିରାମ ଦିଅ। ମୁଁ ତାପରେ ନେକ୍ସଟ ଭିଡ଼ିଓରେ ମୁଁ କ'ଣ କରିବି ନା ସମ୍ପୂର୍ଣ୍ଣ ଭାବରେ ଏ ବିଷୟଟିକୁ, ଆଜିର ଯେଉଁ ବିଷୟ ସଭ୍ୟ ଜମିଦାର ଏବଂ ଲେଖକ ହେଉଛନ୍ତି ବ୍ୟାସକବି ଫକୀରମୋହନ ସେନାପତି, ତାଙ୍କର ସମ୍ପୂର୍ଣ୍ଣ ଭାବରେ ମୁଁ ଗଳ୍ପଟିକୁ ଆଲୋଚନା କରିଦେବି। ତେଣୁ ରହୁଛି ଜୟ ଜଗନ୍ନାଥ, ଏବଂ ଆଶା କରୁଛି ଆପଣମାନେ ମଧ୍ୟ ଏବଂ ଆପଣମାନଙ୍କର ପରିବାର ମଧ୍ୟ ସମସ୍ତେ ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।